নমস্কার শেষে দরখাস্ত করিবে পূরণ স্বাক্ষর জগন্নাথ আরে মঞ্জুর কর হে সুখী মর ঠাকুর কলা সেদিন পিতা ন খচিত যুবা মনির তরুণীরকু বিতান খচিত মণ্ডুল রত্ন মণ্ডপ উপরে গেরুয়া বিরাজমান করিଥିବା ଏ ଯୁବକଟି କିଏ ରେ କିଏ ଏ ଯୁବକ ବସି କାନ୍ଦୁଛି ଚୁପ ତୁ କଣ ଭାବିଛୁ ଏ ଜ୍ଞାନୀ ମାନଙ୍କ ଆଡକୁ ମୁଁ ଅଙ୍ଗୁଳି ନିର୍ଦ୍ଦେଶ କରି କହୁଛି ନାଇଁ ବିତାନ ଖଚିତ ମଞ୍ଜୁଳ ରତ୍ନ ମଣ୍ଡପ ମୂର୍ତ୍ତି ପୂଜା ହଉଛି କାହାଙ୍କର ନା ବିଧାତାଙ୍କର ବିଶ୍ୱ ସୃଜା ବ୍ରହ୍ମାଙ୍କର ବ୍ରହ୍ମାଙ୍କ ମୂର୍ତ୍ତି ପାଦ ତଳେ ମାଲ ଗୋଟିଏ ଯୁବକ କାନ୍ଦିକି ଆଖିରୁ ଧାର ଧାର ଲୋତକ ଗଡଉଛନ୍ତି କେମିତି ଡାକୁଛନ୍ତି ଗୀତ ଲୋକ ସ୍ୱରୁ ଗୋଟିଏ ପଦ ମୋ ବିଷୟର ପ୍ରାରମ୍ଭ ବିତାନ ଖଚିତ ମଞ୍ଜୁଳ ରତ୍ନ ମଣ୍ଡପ ଉପରେ ବ୍ରହ୍ମାଙ୍କର ବିଗ୍ରହ ସେଇ ବିଗ୍ରହ ତଳେ ଜଣେ ଦିବ୍ୟ ଯୁବକ ଆଜାନୁଲମ୍ବିତ ଭୁଜ ବଳିଷ୍ଠ ସ୍ୱାସ୍ଥ୍ୟ ବସି ଡାକୁଛନ୍ତି कला भारती कृति मेधादाय कहे भारती कृति श्रुति गाय कहे श्रुति गाय कहे ये तोरा तोरा अनेक दिन है ये युवक जनक विश्व सृजा अब्जोनी ब्रह्मा पाद तले मुंड पिटी कांदुचंती किछि दिन बीती गला पर ब्रह्मांकर अंतर तरळी गला से मरार वाहन आरोहण करी से युवक निकट में पहुंचिले सहसा संभावी स्वयंभू संधासिले सादरे सादरे दिले प्रणाम जुबामणि मदरे सार माने जतबेले वेदपति ब्रह्मा आविर्भाव होइचंती सेतिकी बेले युवक जनक वेदपति ब्रह्मा को प्रणाम करूछि ब्रह्मा डाकिले बाबू तुमर ये कृष्ण साधना कुछर साधना ये घोर तपस्या मते आजी खुशी करे देछि कल्याणकारी भंतु नारायण सर्वरिष्ठ खन्न करंतु विद्या बुद्धि बहुबल आनंद कबार कई जने मौसा गीत गाइला बेले पैसा दे दे गले कोन ताको नातुनी ना कहउतले से मनरु गला ने आज्ञा विदिशा आपण को ना होची लिंगराज हैं हौ लिंगराज मौसांकर पौत्री पौत्री कहिले नातुनी विदिशांकर से महावीर बजरंगी आंजनेय पवन नंदन भगवान मर्यादा पुरुषोत्तम राम मंगल विधान करंतु बोल आनंद कबा हरि बोल कहले रे बाबू कौन पाई तुमे एते तपस्या करूछ मते डाकुछ मो आस्थान कंपेई देलो कौन पाई प्रभु
ଯୁବକ ଜଣକ କହୁଛି ଲେଖିବେ ଗଙ୍ଗାଧର ମେହେର। ଆଜ୍ଞା ଆଜି ଯେତିକି ସମୟ ମୁଁ ପାଲା ଗାଇବି ଆଜ୍ଞା ମୁଁ ଗର୍ବ କରି କହୁନି, ଆପଣ ମାନେ ସାହିତ୍ୟିକ, ଆପଣ ମାନେ ଜ୍ଞାନୀ, ଦେଖନ୍ତୁ କେତେ କବି ଆସି ଖାଲି କାବ୍ୟ ଅଳଙ୍କାର କାବ୍ୟରେ ଇଏ ସେଟିଂ କରାଯାଇଛି। ଆଉ ଯୋଉ ଯାଏ ଯିବ ସେଇଠୁ ତୁମର ସାମର୍ଥ୍ୟ ଥିଲେ ତୁମେ ଧରିବ, ସେଥିରେ କିଛି କହିବାର ନାହିଁ। ସବୁ ଗାୟକ ସବୁ ଜାଣିଛନ୍ତି ବୋଲି ଏମିତି କିଛି ମାନେ ନାହିଁ। କଲା ରାଜ ଦମ୍ପତି ବସି ଗଙ୍ଗାଧର ମେହେର ପ୍ରୀତି ନାମ୍ଭେ ବିହାର କରୁଥିଲୁ ଶୋକ ଯୁବକ ଜଣକ କହିଲେ ହେ ବେଦପତି, ଆପଣ ହଉଛନ୍ତି ଆମର ଇଷ୍ଟ। ମୁଁ ଅନେକ ଦିନ ହେଲା ବିବାହ କଲେଣି, ମୁଁ ଏବଂ ମୋର ଦମ୍ପତି ପ୍ରୀତି ନା ପରେ ଏ ପୁଅ ଆନନ୍ଦ ମନରେ ପରିବାରରେ ଚଳିଲା ବେଳେ ମାଲୋ କେ ଜାଣିଥିଲା ତାଙ୍କ ଲଲାଟେ ବି ଅସୀମ ଦୁଃଖ ଲିପି ରଖିଥିଲି। କୁହନ୍ତୁ ବେଦପତି, ଏଇଠାରୁ କଣ ମୋ ସୂର୍ଯ୍ୟ ବଂଶ ବୁଡିଯିବ? ମୁଁ କଣ ପୁଅର ଠାରୁ ବାପା ଡାକ ଶୁଣି ପାରିବିନି? ଏଇଥିପାଇଁ ମୁଁ ନିବେଦନ କରୁଛି, ଅପୁତ୍ରିକ ଭାବେ ଆଉ କେତେ ଦିନ କାଳ କାଟିବି? ମୋ ପରେ ମୋ ବଂଶଧର ମାନେ କଣ ପାଣି ମୁନ୍ଦିଆ ପାଇବେନି? କାନ୍ଦି କାନ୍ଦି ଯୁବକ ଜଣକ ଯେତେବେଳେ ବ୍ରହ୍ମାଙ୍କ ପାଦ ତଳେ ନିବେଦନ କରିଛି, କହିଲୁ ମା, 3 ପୁଅ ହେଇଥିବେ ଯଦି ସାନ ବୋହୁର 10 ବର୍ଷ ବିତିଯିବ, ପୁଅ ଝିଅ ନଥବ, ଶାଶୁ ବୁଢୀ ଆଖିରୁ ଲୁହ ଗଡେଇ ଦଉଥିବ, କେତେ ଶ୍ରଦ୍ଧା କରିଥବ ସାନ ପୁଅକୁ। ଭଗବାନ ମୋ ପୁଅକୁ ବକଟେ ଦେଲାନି। ଯେତେ ଭଲ ଘରୁ ବୋହୁ ଆସିଥାଉ, ଯେତେ ଜାନି ଯୌତୁକ ଆଣିଥାଉ, ମା ପୁଅଟିଏ କି ଝିଅଟିଏ ଯଦି ଜନ୍ମ ନଦେଲା, ସେଇ ଶାଶୁ ବୁଢୀ କହିବ ଅଲକ୍ଷଣୀ ମୋ ବଂଶ ବୁଡେଇ ଦେଲା। ନାଇଁ ମା, ସେଇଠି ଠିକ ନୁହଁ। କିନ୍ତୁ ଅନ୍ଧବିଶ୍ୱାସରେ ଆମେ ମାନେ ସମସ୍ତେ ଅନ୍ଧ ହେଇ ବନ୍ଧ୍ୟା ନାରୀ କି ଘୃଣା କରିଥାଏ। ମୁଁ ବାରମ୍ବାର ସବୁ ଜାଗାରେ କହିଛି, ଯୋଉ ଲକ୍ଷ୍ମୀ ପାର୍ବତୀଙ୍କର ପୁଅ ଝିଅ ନାହିଁ ଆମେ ତାଙ୍କୁ ପୂଜୁଛେ, ଯଦି ପରିବାରରେ ଗୋଟେ କୌଣସି ନାରୀର ପୁଅ ଝିଅ ନାହିଁ ଆପଣ ତାକୁ ଘୃଣା କରିବେ? ନାଇଁ ମା, ଆମେ ମାନେ ଯେମିତି ଲକ୍ଷ୍ମୀ ପାର୍ବତୀ କି ସମସ୍ତେ ମା ଡାକୁଛେ, ମୁଁ ହାତ ଯୋଡୁଛି, ନିବେଦନ କରୁଛି, ପୁଅ ଝିଅ ଜନ୍ମ ଦେଇ ନଥିବା ମାକୁ ଆମେ ବନ୍ଧ୍ୟା କହି ସମାଲୋଚନା କରିବା ବ୍ୟତିରେକେ ସମସ୍ତେ ମା ଡାକିବା। କିନ୍ତୁ ସେତେବେଳେ ମା ମନ ବୁଝେ ନା। ରାଜା ଆଜି କାନ୍ଦି କାନ୍ଦି ନିବେଦନ କଲା ବେଳେ ବ୍ରହ୍ମା କହିଲେ, ଶୁଣନ୍ତୁ ରାଜା, ତୁମ ପ୍ରଭାକର କୁଳ ପ୍ରଭାନ ଲିଭିବ, ତୁମ ଆଏ ଚିର ମଳିନ ଥିବ। ଇଏ ସେବ କୁଳ ଗୁରୁ ହେ ବସୁ ତଲାଭ, ଆଉ ସକଳ ସନ୍ତାପ ଯିବ। ବ୍ରହ୍ମା କହିଲେ ତୁମେ ଚିନ୍ତା କର ନା ରାଜା। ପ୍ରଭାକର କୁଳ କହିଲେ ସୂର୍ଯ୍ୟ ବଂଶ କେବେ ବୁଡିଯିବନି। ମୁଁ ତୁମକୁ ଗୋଟେ ଆଜି ପରାମର୍ଶ ଦଉଛି, ତୁମ ସୂର୍ଯ୍ୟ ବଂଶର କୁଳ ପୁରୋହିତ ହଉଛନ୍ତି ମୋ ପୁଅ ବଶିଷ୍ଠ। ତୁମେ କୁଳଗୁରୁ ବଶିଷ୍ଠଙ୍କର ପରାମର୍ଶ ନେଲେ ସେ ତୁମର ବଂଶ ରକ୍ଷାର ଉପାୟ ବତେଇ ଦେବେ। କ୍ଷମା କରିବେ ଆଜ୍ଞା, ଯଦି ଏ ଯୁବକ ଜଣକ ବ୍ରହ୍ମାଙ୍କ ନିକଟରେ ପ୍ରାର୍ଥନା କଲା ପରେ ବ୍ରହ୍ମା କହିଲେ ତୁମେ ବଶିଷ୍ଠଙ୍କ ପରାମର୍ଶ ନେଲେ ତୁମ ବଂଶ ରକ୍ଷା ହବ, ସେ ଯୁବକ କିଏ, ତାଙ୍କ ପରିଚୟ କଣ? ଗୋଟିଏ ପଦ ସ୍ୱଳ୍ପ ଗାଉଛି, ରଘୁବଂଶ ମହାକାବ୍ୟ କବି ହେଲେ କାଳିଦାସ। କହିଲା ତଦନ୍ୟ ସୁଧିମତି ପ୍ରସିଦ୍ଧ ସୁଧିମତର
ଦିଲ୍ଲୀ ପଇତି ରାଜେନ୍ଦୁ ହିନ୍ଦୁ କ୍ଷୀର ନିଧା দিব କେଡୁଆରେ କ୍ଷୀର ସାଗରରୁ ଚନ୍ଦ୍ରମା ଯେମିତି ସୃଷ୍ଟି ହୁଅନ୍ତି ଆଉ ଚନ୍ଦ୍ର ଯେତେ ବଢନ୍ତି ସମୁଦ୍ର ସେତେ ଉଲ୍ଲସିତ ହୁଏ କଲ୍ଲୋଳିତ ହୁଏ କୁଳ ଲଙ୍ଗେ ସେମିତି ଅଯୋଧ୍ୟା ରୂପକ କ୍ଷୀର ସାଗରରୁ ଚନ୍ଦ୍ର ତୁଲ୍ୟ ଇଏ ରାଜା ଦିଲ୍ଲୀପ ଜନ୍ମଗ୍ରହଣ କରିଥିଲେ କି ଯେହେତୁ ଏ ପାଲା ଖୋର୍ଦ୍ଧା ଜିଲ୍ଲା ମୁଁ ଗର୍ବ କରି କହୁନି 29 ବର୍ଷ ଉର୍ଦ୍ଧ ଅଧ୍ୟବସାୟରେ ମୁଁ ଯଦି ଖାଲି ରାଜାଙ୍କର କୀର୍ତ୍ତି ବର୍ଣ୍ଣନା କରିବି ମୋ ପାଳି ପାଇଯିବି ତଥାପି ଯେହେତୁ ଏ ଜଣେ ଯୋଗ୍ୟ ରାଜା ଇଏ ରାଜାଙ୍କୁ ଆଶୀର୍ବାଦ କରିଛନ୍ତି ବ୍ରହ୍ମା ଇଏ ରାଜାଙ୍କର କୀର୍ତ୍ତି ଯଶ ବେଶୀ ନାହିଁ ପୁଞ୍ଜେ ଶୋଳକ ଆଣିବା ମାତ୍ର ପୁଞ୍ଜେ ଗୋଟିଏ ଶ୍ଲୋକ ମୁଁ ଆପଣ ମାନଙ୍କ ଆଗରେ ଶୁଣେଇଲି ରଘୁବଂଶର ଆସିବେ ନୈଷଧ୍ୟମ ଚରିତ କବି ହେଲେ କିଏ ନା ଶ୍ରୀହର୍ଷ ଇଏ ରାଜାଙ୍କର କୀର୍ତ୍ତି କେମିତି ଗେଡୁଆ ଇଏ ରାଜାଙ୍କର ଏତେ ଜ୍ୟୋତି ଏତେ ଦୀପ୍ତି ଏତେ ଖ୍ୟାତି ରାଜାଙ୍କ ପାଖରେ ସୂର୍ଯ୍ୟ ଚନ୍ଦ୍ର ହାର ମାନିଛନ୍ତି କେମିତି ଗୋଟେ ଶ୍ଲୋକ ଗାଉଛି ଶୁଣୁ ତ ପାଟିରେ ବସିବନି ମୂର୍ଖ कला तत्व दशस्त स्थिता विमौ खेती चिते कुरुते ददा ददा दिनोते भान परिवेश कइतो तथा विद्या कुंडलनं विद्ध कौतलु विरतु कहलु तत्व दशस्त स्थिता विमौ चेष्टा कर तत्व दशस्त स्थिता विमौ सूर्य पंडित देखा गोल केमिति कवि लिखिचंती पिला माने सुन चंद्र देखा गोल आमे माने जतबेले पाठ पढ़े परीक्षा दिए स्कूल रे शिक्षक खाता देखंती जोटा ठीक आंसर डाहन पटे राइट चिन्ह देई बा पटे उत्तर रो मान को देखि कि मार्क देबे नंबर देबे जोटा संपूर्ण आंसर भूल चिन्ह दे कि बाँ पटे कौन देबे ताकू आलू कुहाबो ताकू कौन कुहाजिबो जीरो भी कुहाबो नै ताकू कुहाजिबो निरर्थक चिन्ह शून्य बाँ पटे संख्या न रहिले शून्य रे मूल्य नाही सूर्य देखिबा पाई चंद्र देखिबा पाई ये राजा को कीर्ति जश पाखरे सिहर्ष कहिले सूर्य चंद्र गोल कहते ने मु तते गोल कर देबी ये गला राजांकर कोन जस हेले जणे राजा जदि मौसा युद्ध जानि नथबो युद्ध करि परिबो ना एबे मंत्री जुग मंत्री कोन युद्ध जानि चंती मंत्री की सुरक्षा दबा पई आउरी पुलिस माने ताको पछरे दौड़चंती दरबाने ठीक ना नाही मु समालोचना करूनी राजा माने कोन करंती ना निजे निज देश को रक्षा करबा पई युद्ध करंती ताको पिला मानु को युद्ध को पठांती रावण कोनोसी अन्य परिवार रो पिला को सैन्य विभाग रे रखि नथिला कहला मोरी पिला माने युद्ध करिकि मो देश पई प्राण देबे सेतबेले प्रत्येक नारी ये तो खोर्धा जिला वीरर माटी केते पाइक माने रक्त दैसंती ये माटी की केते मुंडिया मारिले समान हबो नै मु एति की कहिबी सेतबेले नारी माने राष्ट्र पई देश पई जाति पई स्वतंत्र गोटे पुओ जन्म करथे मु कहिबार तात्पर्य ये राजा निजे एमिति युद्ध विद्या जानिचंती तांको युद्ध विद्या को नैपुण्यता अनेक उथरे राजा को कहा जाए भूपति तू कहार पति तो स्त्री रो तू पति तो स्त्री पे कौन आण ठीक कह मो मां माने सुन प्रत्येक स्त्री पाई ता स्वामी आने लुगा भगवान तो सृष्टि रे राजा जदि भूपति राजा जदि पृथ्वी रो पति पृथ्वी जदि राजा रो स्त्री ये पृथ्वी नारी पाई राजा को लुगा आनुची आनो गुडे श्लोक कला सीता सुवर्ण रे बयति स्मत तो गुणेई महासी बेमन सहकृत करिब हुंग ये टिकांगना गंगा भरण गणांग दश पतंग तत भटंग चातुरी तुरी बैरागी थय सीता सुवर्ण
ବୁଣେ। ରାଜା ଯେତେବେଳେ ନିଜର ପୃଥିବୀ ମା ପାଇଁ ବା ପୃଥିବୀ ପତ୍ନୀ ପାଇଁ ଲୁଗା ଆଣନ୍ତି ବଜାରକୁ ଯାଆନ୍ତିନି। ତୁ ତୋ ସ୍ତ୍ରୀ ପାଇଁ ଲୁଗା ବଜାରରୁ କିଣିବୁ ନା, ରାଜା ନିଜେ ବୁଣନ୍ତି। ହେ ରାଜା ଯେତେବେଳେ ଯୁଦ୍ଧକୁ ଯାଆନ୍ତି ଧରନ୍ତି ହାତରେ ଖଡ୍ଗ। ଇଏ ଖଡ୍ଗ ରୂପକ ବେମାଟି ତନ୍ତ ପାନିଆ ସାହାଯ୍ୟରେ ହଉ କଲ୍ୟାଣକାରୀ ହୁଅନ୍ତୁ ନାରାୟଣ ସର୍ବରିଷ୍ଟ ଖନ୍ନ କରନ୍ତୁ। କାଲି ଭଲ ନେତା ମନ୍ତ୍ରୀ ହାବୁଡେ ପଡିଗଲେ ପୁଅ ପାଇ ଯାଇଛନ୍ତି କେତେ ଭଲ ବେଳା କାଲି ତାଙ୍କର ଭଲ ଥିଲା। ହଁ ଯେତିକି ହେଲା ସେତିକି, ଏତେ ଚିନ୍ତା କରିବାର କଣ ଅଛି ନା କଣ ବାଘ ର। ତେଣୁ ଆଜ୍ଞା ରାଜା କଣ କରନ୍ତି, ଯେମିତି ତନ୍ତୁବାୟ ପରିବାରରେ ବୟନ ଦଣ୍ଡ ପାନିଆ ସାହାଯ୍ୟରେ ଲୁଗା ବୁଣା ଯାଏ, ରାଜା ନିଜର ଅସି ଦ୍ୱାରା ଯୁଦ୍ଧ ଭୂମିରେ ଐଶ୍ୱର୍ଯ୍ୟ ରୂପକ ଲୁଗା ମା ଧରିତ୍ରୀ ପାଇଁ ବୁଣେ କି ଆଉ ଗୋଟେ ଶ୍ଲୋକ ଗାଇକିରି ଓଡିଆ ପଦ ଗାଇକି ଆଗେଇ। ମଉସା ଜଣେ ରାଜା ଯଦି ଭଲ ଯୁଦ୍ଧ କରୁଥବ, ଭଲ ଲୋକ ହେଇଥବ, ଦାନ ଦଉନଥବ, ସେ କି ରାଜା ହବ? ଦୁଃଖୀ ରଙ୍କିଙ୍କ ମୁହଁର ହସ ଫୁଟେଇବନି। ଇରେ କୋଟିପତି ଲୋକ ଯଦି ଗରିବ ଘର ଝିଅଟିଏ କିଏ ବାହା ହେଇ ପାରୁନି, ଦି ପଇସା ଦେଇଦେଲେ କଣ ଅଡୁଆ ହଉଛି? ଦୁଃଖୀ ରଙ୍କିଙ୍କ ମୁହଁର ହସ ଫୁଟେଇବନି, ସେ କି ରାଜା? ଇଏ ରାଜା ତାଙ୍କ ଜୀବନ କାଳରେ ମଉସା ବହୁ ଦାନ ଦେଇଛନ୍ତି, ହେଲେ ଦିଟା ଅପକୃତି ମୁଣ୍ଡେଇଛନ୍ତି। ଆପଣଙ୍କୁ ଜଣେ ସାହାଯ୍ୟ କରିବ, ଆପଣ କହିବେ ଅପକୃତି ମୁଣ୍ଡେଇଛନ୍ତି। ଇଏ ରାଜା ତ ତାଙ୍କ ଜୀବନର ବହୁତ ଦୁଃଖୀ ରଙ୍କି ଦରିଦ୍ରକୁ ଦାନ ଦେଇଛନ୍ତି, ଇଏ ଅପକୃତି ମୁଣ୍ଡେଇଛନ୍ତି। କଣ? ହେ ବାବୁ, ଦାନର ଉତ୍କର୍ଷତାକୁ ପ୍ରତିପାଦନ କରାଯାଇଛି। ୟାକୁ ବୁଝିବା ଟିକେ କଷ୍ଟ। ଯୋଉମାନେ ଜ୍ଞାନୀ ପଣ୍ଡିତ ସେମାନେ ଠକ୍ ଠାକ୍ ଧରିବେ। ଧୀରେ ଧୀରେ ମା ଦାନର ଉତ୍କର୍ଷତାକୁ ପ୍ରତିପାଦନ କରାଯାଇଛି। କଣ? ଆଉ ଗୋଟେ ଶ୍ଲୋକ ଗାଉଛି, କହିଲା ବିଭଜ୍ୟ ମେରୁନ ଜଗତ୍ ସାତ କୃତ୍ବ ମର ସିନ୍ଧୁ ରୁତ୍ସର୍ଗ ଜଳ ବ୍ୟୟୀ ମରୁ ଅମାନିତ ତେନ ନିଜା ବସ ଯୁଗଂ ୟୁଥାନ ବଧାସି କୁରାହାସି ଅସ୍ତିତ। ମୁଁ ବେଶୀ ଶ୍ଲୋକ ବୋଲିବିନି ବାବା। କଲ୍ୟାଣକାରୀ ହୁଅନ୍ତୁ ନାରାୟଣ ସର୍ବରିଷ୍ଟ ଖନ୍ନ କରନ୍ତୁ। ଆଜ୍ଞା ଆଜ୍ଞା ଗୋଡାରାଇ ମୂଳ ପାଲା ଅନୁଷ୍ଠାନର କଲ୍ୟାଣକାରୀ ହୁଅନ୍ତୁ ନାରାୟଣ। ଅନୁଷ୍ଠାନ ଦୀର୍ଘଜୀବୀ ହଉ ବୋଲ ଆନନ୍ଦ କବା ପୁଅ। ତାହେଲେ ଇଏ ରାଜା ପଣ୍ଡିତେ ଦାନ ଦେଇଛନ୍ତି ଯେ ମେରୁ ପର୍ବତକୁ ଭାଙ୍ଗି ଦାନ ଦେଇ ପାରିନାହାନ୍ତି। ଦାନ ଦେଲା ବେଳେ ଉତ୍ସର୍ଗ କରାଯାଏ। ମଉସା ଯେତେବେଳେ ଆପଣ କନ୍ୟା ଦାନ କରନ୍ତି ଶଙ୍ଖରେ ପାଣି ଟେକନ୍ତିନି? ଆଚ୍ଛା କେତେଟା କନ୍ୟା ଦାନ କଲେ ଆପଣ ସମୁଦ୍ରର ପାଣି ଶୁଖେଇ ଦେଇପାରିବେ? ଚୁପ୍ ହେଇବ, ତୁ ତ ବେଦିରେ ବସି ନଥିଲୁ, ଶ୍ୱଶୁର ଶୁଖେଇ ଦେଲେ। ଏଇ ପୁଅ ଦାନର ଉତ୍ସର୍ଗ ପାଣିରେ ଇଏ ରାଜା ସମୁଦ୍ର ଶୁଖେଇ ପାରିନାହାନ୍ତି, ମେରୁ ପର୍ବତକୁ ଭାଙ୍ଗି ଦାନ ଦେଇ ପାରିନାହାନ୍ତି। ଜଣା ପଡୁଛି କେମିତି ନା ଦ୍ୟୁଫାଳ ବଧାସି କୁରାହାସି ସ୍ଥିତ। ସେତେବେଳେ ରାଜା ମାନେ ସବୁ ଲମ୍ବା ଲମ୍ବା ଚୂଳ ରଖିକିରି ଦି ଫାଳ କରି କୁଣ୍ଡଉଥିଲେ। ସେ ଦି ଫାଳ ଯୋଉ କେଶ କୁଣ୍ଡା ହେଇଛି, ଇଏ ଦିଟା ଅପକୃତି ମୁଣ୍ଡେଇଛନ୍ତି କି? ଇଏ ଗଲା ସଂସ୍କୃତ। ଓଡିଆରୁ ଗୋଟେ ପଦ ଗାଇକି ଆଗେଇବା। ନାଇଁ, ଏଇଠି ତାଙ୍କର ପ୍ରଶ୍ନର ଉତ୍ତର ଦେଇଦବା, ତାଙ୍କ ପାଇଁ ଗୋଟେ ପ୍ରଶ୍ନ ଥୋଇଦବା। ଠିକ ଅଛି। ବାମନ ଭଗବାନଙ୍କ ପାଦରେ 32ଟା ଲକ୍ଷଣ ବା 32ଟା ଚିହ୍ନର କଥା କହିବ। କହିଲା ଚନ୍ଦାର୍ଧ କଳସଂ ଖଙ୍ଗୋସ୍ପଦ ସ୍ଫଟିକ ଶଙ୍ଖ ବଜ୍ର ଶଙ୍ଖ ପଦ୍ମ ଗଦା ଧନୁ ଚକ୍ର ସ୍ୱସ୍ତିକ। ଚୁପ, ସେତିକି ଥାଉ। ଗୋଟି ଗୋଟି କରି ହିସାବ କରିଦେ। ଅର୍ଦ୍ଧଚନ୍ଦ୍ର
ଅର୍ଦ୍ଧଚନ୍ଦ୍ର ପରେ ତୋର ହଉଛି କଳସ ଚିହ୍ନ କଳସ ଚିହ୍ନ 2 2 ହଁ ଅର୍ଦ୍ଧଚନ୍ଦ୍ର କଳସ 2 ପତାକା ଚିହ୍ନ ପତାକା ଚିହ୍ନ 3 ଗୋଷ୍ପଦ 4 ଆକାଶ ଚିହ୍ନ 5 ବାବୁ ତ୍ରିକୋଣ ଚିହ୍ନ ତ୍ରିକୋଣ ଚିହ୍ନ 6 6 ହେଲା ହଁ ଆପଣଙ୍କର ଖ କହିଲା ଆକାଶ ଗଲା ହଁ ସ୍ଫଟିକ ସ୍ଫଟିକ ଚିହ୍ନ ଅଛି କେତେ 7 ଶଙ୍ଖ ଚିହ୍ନ 8 ଚକ୍ର ଚିହ୍ନ ଚକ୍ର ଚିହ୍ନ 9 ଗଦା 10 10 କୁଶ କୁଶ ଚିହ୍ନ 11 ଅଙ୍କୁଶ ଅଙ୍କୁଶ ଚିହ୍ନ 12 12 ସ୍ୱସ୍ତିକ ଚିହ୍ନ ସ୍ୱସ୍ତିକ ଚିହ୍ନ 13 ପଦ୍ମ ଚିହ୍ନ